ଏବେ ତ ସାଙ୍ଗେ ସାଙ୍ଗେ ମିଳିଲା ସାଙ୍ଗେ ଛାଡ଼ିଲୁ ଆଉ। ହଁ ସାଙ୍ଗେ ସାଙ୍ଗେ ମିଳିଲା ସାଙ୍ଗେ ଛାଡ଼ିଲୁ। ମାଉସୀ ଘର ମିଳିଗଲା ତ? ନହେଲେ ବାବା କି ଘର କୋଉ ଜାଗା ହବ ନା କଣ ହବ? ହଁ ଘର ମିଳିଛି। ଘର ମିଳିଛି କଣ ମାଗେଣା 1.5 ଲକ୍ଷ ଦେଇଛୁ ପରା। ସେଇଟା ତ ହଁ ହଁ ଖୁସିରେ ନାଇଁ, ଖୁସି ଜମା ନୁହଁ। କାହିଁକି ଖୁସି ନୁହଁ? ଖୁସି ତ ନା ବସ୍ତିରେ ଏତେ ବର୍ଷ ଥିଲୁ, 45-50 ବର୍ଷ ହେଲାଣି ବସ୍ତି ଯେହେତୁ ଭାଙ୍ଗି ଦେଉଛି କି ଖୁସି। ବସ୍ତିରୁ ଆପଣ ଗୋଟେ କମ୍ୟୁନିଟି ଜାଗାକୁ ଯାଉଛନ୍ତି, ସବୁ ସୁବିଧା ସୁଯୋଗ ଗୋଟିଏ ଜାଗାରେ ଅଛି, କାହିଁ ନାଇଁ ଦୁଃଖ, ଖୁସି ନୁହଁ। ଯୋଉ ଜୀବିକା ଥିଲା ଆମେ ସେ ଜୀବିକା ଛାଡ଼ିକି ଆମେ ଆଉ ମାନେ ଆମର ସବୁ ଆରସନ ସବୁ ହରେଇ ଦେଲୁ। ଆମର ଆଉ କିଛି ନାହିଁ। ଆଉ ଯୋଉଠି 30 ବର୍ଷ 40 ବର୍ଷ ହେଇକି ରହିଥିଲୁ ସେଠି ଆମେ ଆଣି ମାଟି ପୋତି, ଖାଲ ଥିଲା ମାଟି ପୋତି ଡ୍ରେନ୍ କରି ଲୋକଙ୍କ ସହିତ ସଂଘର୍ଷ କରି ଏଠି ଚୋର ଟସ୍କର ସବୁ ଆସୁଥିଲେ, ସମସ୍ତଙ୍କୁ ସହଯୋଗ କରି ପ୍ରାଇଭେଟ ପ୍ଲଟ ମାନଙ୍କ ସହିତ ମ୍ୟୁଚୁଆଲ କରି ସେମାନଙ୍କ ସହଯୋଗ ଦୂର ଆମେ ଏଠି କିଛି ଦିନ ରହିଥିଲୁ। ମାଟି ପୋତି ଘର କରି ଧୀରେ ଧୀରେ କରୁଥିଲୁ, ଚାଳ ଘରେ ରହୁଥିଲୁ। ଆଉ ତାପରେ ସେଇଠି ଘର ଆପଣଙ୍କ ଉପର ଫ୍ଲୋରରେ ନା ତଳେ? ଆମକୁ କିଛିଟା ତଳେ ମାରିଛି, ଆଉ କିଛିଟା ଉପରେ ମିଳିଛି, ଯେ କି ଆମକୁ ଚାରି ଭାଇ ଆଉ ଆମକୁ ଗୋଟେ ଦିଟା ରୁମ୍ରେ ପୋଷଉନି। ପୁଣି ଗାଈ ଗୋରୁ ଅଛନ୍ତି, ପିଲା ଛୁଆ ପାଠଶାଠ ଲୋନ୍ କରିଛୁ ଗାଈଙ୍କ ପାଇଁ, ପିଲା ପାଠ ପଢା ସରିନି ତାଙ୍କ ପାଇଁ ଇଏ ନିଶ୍ଚିତ ଭାବରେ ଉଚ୍ଛେଦ ଆମେ ଭାବୁ 4ଟା ସୁଦ୍ଧା ଆମର ସରିଯିବ। ଆଉ ଲୋକମାନେ ବି କୋଅପରେଟ୍ କରିଛନ୍ତି, ସମସ୍ତେ ଖୋଲି ଦେଇଛନ୍ତି, କୌଣସି ଅସୁବିଧା ନାହିଁ। ଯେହେତୁ ସ୍ପେସଟା ଟିକେ କଞ୍ଜେଷ୍ଟେଡ୍ ଅଛି, ତେଣୁ ଜେସିବିଟା ଫ୍ରିକ୍ୱେଣ୍ଟ ଟିକେ ମୁଭମେଣ୍ଟଟା ଟିକେ ଦେଖିକି କରିବାକୁ ପଡୁଛି। ଆଶା ଆଉ 4ଟା ସୁଦ୍ଧା ସରିଯିବ ସବୁ। ସାର୍ କିଛି ଜଣଙ୍କୁ ଚାବି ଆଉ ମିଳିନାହିଁ କୋଉଠି? ଯେଉଁମାନେ ଏଲିଜିବୁଲ୍ ଅଛନ୍ତି ଆମେ ସମସ୍ତଙ୍କୁ ଚାବି ଦେଇଦେଇଛୁ। ଯେଉଁମାନେ ଏଲିଜିବୁଲ୍ ମାନେ ଡକୁମେଣ୍ଟେସନ୍ ପ୍ରଡ୍ୟୁସ୍ କରିପାରି ନାହାନ୍ତି, ତା ଦେହରୁ 15 ଜଣ ପାଖାପାଖି, ସେମାନଙ୍କୁ ଆମେ ହୋଲ୍ଡରେ ରଖିଛୁ। ଆଉ ଶୀଘ୍ର ଆମେ ତାଙ୍କର ବି ଡିସିସନ୍, ସେମାନେ ଡକୁମେଣ୍ଟ ଦେଲା ପରେ ଡିସିସନ୍ ନେଇକି ଆମେ ତାଙ୍କୁ ଦେଇଦେବୁ। କିନ୍ତୁ ବର୍ତ୍ତମାନ ତାଙ୍କୁ ଆମେ ଟ୍ରାଞ୍ଜିଟ୍ରେ ବି ରଖୁଛୁ। ସାର୍ ଏଇଠୁ ଆପଣ କିଛି ହେଲ୍ପ କରୁଛନ୍ତି କି ଟ୍ରକରେ ତାଙ୍କୁ ଜିନିଷପତ୍ର ନେବା? ଆମେ ଡିମୋଲିସନ୍ ପାଇଁ ଆମେ ଗାଡ଼ି ଦେଇଛୁ। ଆଉ ଜିନିଷପତ୍ର ଟ୍ରାନ୍ସପୋର୍ଟେସନ୍ ପାଇଁ ଆମେ ଅଲରେଡ଼ି 12ଟା ଭେହିକିଲ୍ ତାଙ୍କୁ ଦେଇଦେଇଛୁ, ଯେ ସେମାନେ ସେଇଟାକୁ ନେଇକି ତାଙ୍କର ଡିଷ୍ଟ୍ରିବ୍ୟୁସନ୍ କରିବେ, ଜିନିଷପତ୍ର ସିଫ୍ଟ କରାଇବେ। ଏବଂ ଲେବର ବି ଦେଇଛୁ, ଆମେ 50 ଜଣ ଲେବର ଦେଇଦେଇଛୁ। ଏଇ ଜାଗାରେ 50 ଜଣ, ସେପଟେ ଅଛନ୍ତି 30 ଜଣ, 80 ଜଣ ଲେବର ଆମେ ଦେଇଦେଇଛୁ, ଯେଉଁମାନେ କି ଏମାନଙ୍କୁ ସାହାଯ୍ୟ କରିବେ, ସେମାନଙ୍କର ଜିନିଷପତ୍ର ଲିଫ୍ଟିଂ ପ୍ଲସ୍ ଲୋଡିଂ ଅନଲୋଡିଂ ଦୁଇଟା ସାହାଯ୍ୟ କରିବେ ଏବଂ କୌଣସି ଆମେ କାହାକୁ ଅସୁବିଧା କରିବୁ। ଏବଂ ତାଙ୍କ ପାଇଁ ବି ଆମେ ଆଜି ମଧ୍ୟାହ୍ନ ଭୋଜନ ପ୍ଲସ୍ 7 ଦିନ ପାଇଁ ଖାଇବା ବି ରଖିଛୁ, ଯେଉଁମାନେ ସେମାନେ ଅସୁବିଧାର ସମ୍ମୁଖୀନ ନ ହେବେ। ତେଣୁ କୌଣସି ଅସୁବିଧା ହେବାର ଲାଗୁନାହିଁ। ଆଉ ଲୋକମାନେ ବହୁତ ଭଲ, ସମସ୍ତେ ଆମ ସହିତ କୋଅପରେଟ୍ କରୁଛନ୍ତି। ସାର୍ କିଛି ଗୁହାଳ ଅଛି, ଗୋଟେ ମନ୍ଦିର ବି ଅଛି, ଏସବୁ ଭାଙ୍ଗି ନିଶ୍ଚିତ ଗୁହାଳକୁ ଆମେ କହିଛୁ ତାଙ୍କୁ, ଆମେ ଯେଉଁ ଜାଗାରେ ଅର୍ବାନ୍ ଆକ୍ଟ ଅନୁସାରେ ତ ଗୁହାଳ ଅର୍ବାନ୍ ଭିତରେ ରହିବା କଥା ନୁହଁ। ଯଦିଓ ସେମାନଙ୍କ ତାଙ୍କର ବ୍ୟବସାୟ କରିଛନ୍ତି, ଆମର ବି କ୍ଷୀର ବି ଦରକାର ଲୋକମାନଙ୍କର, ତେଣୁ ଗୁହାଳକୁ ଆମେ କହିଛୁ ଗୋଟେ ଜାଗାକୁ ରିଲୋକେଟ୍ କରିଦିଅନ୍ତୁ ଏବଂ ଆପଣମାନେ ଘରେ ରୁହନ୍ତୁ। ତେଣୁ ସେମାନେ ବି ଆଗ୍ରି ଅଛନ୍ତି, ସେମାନେ କରିବେ। ମନ୍ଦିରଟା ଯେହେତୁ ଆମଙ୍କର ଏଇ ଯେଉଁ ରୋଟାରୀର ଆକ୍ୱାର୍ଡ ଲ୍ୟାଣ୍ଡ ଭିତରେ ଆସୁଛି, ତେଣୁ ମନ୍ଦିରଟା ନିଶ୍ଚିତ ଗୋଟେ ନିର୍ମିତ ଚାଲିଛି ମନ୍ଦିର, ତେଣୁ ମନ୍ଦିର ବି ଭଙ୍ଗାଯିବ।